गुजब को नहीं महिला मद दुकान विरोध पाई किए आनिथिला महिला सरकारी निष्पत्ति को कहा इंगित रे करा जाउछि विरोध घटना पछरे रहिछि कि राजनैतिक चक्रांत। जाजपुर जिलार आंकुला ग्राम में विदेशी मद दुकान स्थापन को नहीं एक विवादीय परिस्थिति देखा देछि। मद दुकान पाई नीलाम प्रक्रिया संपन्न होइतबा चर्चा मध्यरे किछि महिला विरोध प्रदर्शन करथिले। तेबे स्थानीय लोकंक अभियोग हेउछि किछि बाहर अंचलर लोके और केतक राजनैतिक समर्थित व्यक्ति ई विरोध को प्रोत्साहन देउथिबार संदेह होछि। जदिओ एही अभियोगर स्वाधीन भाव में पुष्ट होई नाही। सूचना अनुसार किछि महिला अंकुला ग्राम को आसी मद दुकान पाई स्थान निर्धारण होइतबा गुजब को आधार करी विरोध प्रदर्शन करथिले। याको नै स्थानीय ग्रामवासी मने प्रश्न उठाइथिले जे ग्राम रे कोनोसी सरकारी घोषणा होई नथिबा बेले काहेकि एपरि विरोध करा जाउछि। याको केंद्र करी उभय पक्षक मध्यरे किछि समय पाई बचसा होइतिला। तेबे विरोध नारे बाहर ग्रामरु आसिथिबा लोकमाने छत्रभंग दैथिले। परे किछि लोक जिला अबकारी कार्यालय रे पहुंची अधिकारीक सह आलोचना करथिले। विभाग पक्षरु स्पष्ट करा जायतिला जे एपर्यंत उक्त स्थान रे मद दुकान स्थापन संपर्क रे कोनोसी चूड़ांत निर्देश जारी होई नाही। तेबे प्रश्न उठिछि केवल गुजब को आधार करी काहेकि विरोध प्रदर्शन करागला। एहा पछरे कोनोसी राजनैतिक प्रभाव किंबा अन्य कोनोसी स्वार्थ काम करूछि कि यार उत्तर आगामी दिन रे स्पष्ट हेबो बोली आशा करा जाउछि। ଆମେ ବହୁତ ଦିନ ଶୁଣୁଛୁ ଯେ ଆଙ୍କୁଲା ଗାଁ ବିରୁଦ୍ଧରେ ଗୋଟେ ବିରାଟ ଷଡ଼ଯନ୍ତ୍ର ଚାଲିଛି ଏଇ ମଦ କାଉଣ୍ଟର ସଂକ୍ରାନ୍ତରେ। ଯେ ଗତ ଥର ବିରୋଧ ହେଇଥିଲା, ଏଥର ଆମେ ବିରୋଧ କରିମୁ। ଯାହା ଫଳରେ କ'ଣ ହେଉଛି ଦଲାଲ ମାନଙ୍କ ରାଜନୀତି ବହୁତ ବଢ଼ିଯାଇଛି। ଗତ ଥର ସ୍କୁଲ ପଡ଼ିଆରେ ହେଇଥିଲା ବୋଲି ଲୋକମାନେ ବିରୋଧ କରିଥିଲେ। ସେଠି ଜୋର ଜବରଦସ୍ତ କଲେ, ଯାହା ଆଉ ନିର୍ବାଚନ କମିଶନର ହାଇକୋର୍ଟ ହସ୍ତକ୍ଷେପ ପରେ ସେ ଏବେ ତା ପାଖ ପ୍ଲଟ ବୁଝିଲା। ସେଟା ଖୋଲା ହେଇଛି, ତାର ବହୁତ ପଇସା ବି ସରକାରୀ ରେଭିନ୍ୟୁ ବାକି ଅଛି, ସେ ଲୋକ ଆଜି ପର୍ଯ୍ୟନ୍ତ ବି ଦେଉନାହିଁ। ଏଥର ଫେର ସରକାର କାଢ଼ିଲେ। ଯଦି ସରକାର କାଢ଼ିବାର ନଥିଲା, ସରକାର କାଢ଼ିଲେ କାହିଁକି? ସରକାର କାଢ଼ିଲେ ସମସ୍ତେ ପାର୍ଟିସିପେଟ୍ କଲେ। ପାର୍ଟିସିପେଟ୍ କଲା ପରେ ଯିଏ ପାଇଲେ, ବର୍ତ୍ତମାନ କିଛି ବିରୋଧୀ ଲୋକ ଷଡ଼ଯନ୍ତ୍ର କରୁଛନ୍ତି ଯେ ଆମେ ଏଠି କାଉଣ୍ଟର କରେଇ ଦେଉନୁ, ଆମକୁ ସବୁ ଏତିକି ପଇସା ନଦେଲେ ଆମେ ଏଠି କରେଇ ଦେବୁ। କାରଣ ଗତ ଥର ଆମେ କରେଇ ଦେଇନଥିଲୁ, ଏଥର ବି କରେଇ ଦେବୁ ନାହିଁ। ସେ ସଂକ୍ରାନ୍ତରେ ଆଜି ଆମେ ଖବର ପାଇଲୁ ଯେ କମିଶନର କାଳେ ଗୋଟେ ଅର୍ଡର କରିଛନ୍ତି ଯେ ଆଙ୍କୁଲା ସ୍କୁଲ ପାଖରେ ହବ, ତମେ ଯାଇକି ବିରୋଧ କର, ଇନକ୍ୱାରି ଗୋଟେ କର। ବହୁତ ଲୋକ ଗଦା ହେଲେ ଗାଁରୁ ବିରୋଧ ନାଁରେ। ଯାହା ସେମାନେ ତ ବୁଝିଲେ ଯେ ନା ସ୍କୁଲ ପାଖରେ ହବ ନାହିଁ, ସେମାନେ ଧୀରେ ଧୀରେ ଘରକୁ ପଳେଇଲେ। ଆମେ ଗାଁ ଲୋକ ଗ୍ୟାଦରିଂ ହେଇଥିଲୁ ଯେ ମିଛ ପ୍ରଚାର କାହିଁ ଆଙ୍କୁଲା ବିରୁଦ୍ଧରେ ହେଉଛି। ଇଏ ସବୁ ଷଡ଼ଯନ୍ତ୍ରକାରୀ କରୁଛନ୍ତି। କିଏ କରୁଛନ୍ତି ତାର କ'ଣ ନାଁ ଅଛି? ମୁଁ ଜଣେ ଗ୍ରାମ ପ୍ରତିନିଧି ହିସାବରେ ମୋ ବକ୍ତବ୍ୟ ହିସାବରେ ମୁଁ ଆପଣଙ୍କୁ ଗୋଟେ ରାୟ ଦେଉଛି। ଦେଖନ୍ତୁ, ମାନେ ପୂର୍ବରୁ ଆମର ଯେଉଁ ସରକାର ଥିଲେ, ବିଜେଡ଼ି ସରକାର ଥିଲେ, 24 ବର୍ଷ ସରକାର ଥିଲେ, ଯେହେତୁ ତାଙ୍କର ମନମାନି ଶାସନ ଚାଲିଥିଲା, ଯେଉଁ ସେମାନେ ଯେଉଁଭଳି ହିସାବରେ ଶାସନ କରୁଥିଲେ, ମନମୁଖୀ ଶାସନ କରୁଥିଲେ, ମନମୁଖୀ ଶାସନ ହିସାବରେ ସେମାନେ ଯାହା ଚାହୁଁଥିଲେ, ଯେତେବେଳେ ସରକାର ଯେଉଁ ମୁହୂର୍ତ୍ତରେ ଡେଟ୍ ହଉ କି ନ ହଉ, ସେମାନେ ଯେଉଁ ମୁହୂର୍ତ୍ତରେ ଯାହା ଚାହୁଁଥିଲେ ସେହି ହିସାବରେ ମଦ କାଉଣ୍ଟର ଖୋଲିବା ପାଇଁ ପ୍ରତ୍ୟେକ ସ୍ଥାନରେ ମାନେ ସ୍ଥିରସ୍ଥାୟୀ ଜାଗା ହେଇଥାଉ କି ଅସ୍ଥିରସ୍ଥାୟୀ ଜାଗା ହେଇଥାଉ, ସେମାନେ ତାଙ୍କ ଶାସନ ହିସାବରେ ସେମାନେ କାର୍ଯ୍ୟକାରୀ କରୁଥିଲେ। ଯଦି କୌଣସି ଜନସାଧାରଣ କିଛି ମୁଣ୍ଡ ଟେକୁଥିଲେ, କିଛି କୌଣସି ମାନେ ବିରୋଧ କରିବା ପାଇଁ, ମାନେ ବନ୍ଦ କରିବା ପାଇଁ ସେଠି ହେଉଛି ଆନ୍ଦୋଳନ କରୁଥିଲେ, ସେମାନଙ୍କୁ କୌଣସି ନା କୌଣସି ପ୍ରକାରରେ ସେମାନଙ୍କୁ ଦବାଇ ଦିଆଯାଉଥିଲା। ତାପରେ ବର୍ତ୍ତମାନ ଦେଖନ୍ତୁ, ବର୍ତ୍ତମାନ 2026 ମସିହାରେ ବର୍ତ୍ତମାନ ସରକାର ଯେଉଁଭଳି ହିସାବରେ ପଦକ୍ଷେପ ନେଉଛନ୍ତି, ଗାଁ ହେଉ କି ସହର ହେଉ କି ରାଜ୍ୟ ହେଉ, ବର୍ତ୍ତମାନ ଦେଖନ୍ତୁ ମାନେ ଆମର ମଦରେ ଯେଉଁଭଳି ହିସାବରେ ଟ୍ୟାକ୍ସ ଆସୁଛି, ବର୍ତ୍ତମାନ ସେଥିରେ ସରକାର ଚାଲିଛି। ସେଥିରେ ସରକାର ଚାଲିଛି। ଯଦି ସରକାର ଚାଲିଛି, ସେଥିରେ ସରକାର ମାନେ ଯେଉଁଟାକୁ ଡେଭଲପମେଣ୍ଟ କରିବା ପାଇଁ ଚାହୁଁଛନ୍ତି। ମଦ ତ ଆଜିକାଲି ଦେଖନ୍ତୁ ମାନେ 100ରୁ 99% ପରିବାର ଭିତରେ ଲୋକ ହେଉଛି ମଦ ପିଉଛନ୍ତି। ସେଟାକୁ କାହାକୁ ମଦ ପିଇବା, କାହାକୁ ମନା କରିବା, କାହାକୁ ବିରୋଧ କରିବା, ସେଟା ହେଉଛି ଆମର କାହାର ମାନେ ସକ୍ଷମ କାହାର ନାହିଁ। ଯଦି ସରକାରଙ୍କର ପଦକ୍ଷେପ ଠିକ୍ ଅଛି, ତେଣୁ ଆମେ ସରକାରଙ୍କ ବିପକ୍ଷରେ ଯିବା ହେଉଛି, ସେଟା ହେଉଛି ଆମ ପ୍ରତି ହେଉଛି ବହୁତ ବଡ଼ ଗୋଟେ ଅନୁଚିତ କାର୍ଯ୍ୟ। जाजपुर कृष्णचंद्र नायक रिपोर्ट खबर।